ବନ୍ଧୁଗଣ, ଏମିତିରେ କହିବାକୁ ଗଲେ ହିନ୍ଦୁ ଧର୍ମରେ ଗୋଟିଏ ପରେ ଅନ୍ୟ ଗୋଟିଏ ପର୍ବପର୍ବାଣୀ ଲାଗି ରହିଥାଏ। ପ୍ରତ୍ୟେକ ମାସରେ କୌଣସି ନା କୌଣସି ଉତ୍ସବ ପାଳନ କରାଯାଏ। କିନ୍ତୁ ଯଦି ଆମେ କଥା ହେବା ଦୀପାବଳିର ପର୍ବ, ତେବେ ପୁରା ଦେଶରେ ଏକ ଭିନ୍ନ ଚମକ ଦେଖିବା ପାଇଁ ମିଳିଥାଏ। ଦୀପାବଳି ନିଜ ସହିତ ପର୍ବର ଋତୁକୁ ନେଇକି ଆସିଥାଏ। ଯେମିତିକି ଧନତେରସ, ଦୀପାବଳି ଅମାବାସ୍ୟା, ଗୋବର୍ଦ୍ଧନ ପୂଜା ଓ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅନେକ ପର୍ବ ପାଳନ କରାଯାଏ। ଦୀପାବଳି ଯେପରି ଖୁସିରେ ପାଳନ ହୋଇଥାଏ, ସେପରି ଅନ୍ୟାନ୍ୟ ଉତ୍ସବ ମଧ୍ୟ ଖୁସିରେ ମନାଯାଇଥାଏ। କିନ୍ତୁ ଏହି ବର୍ଷ ଅର୍ଥାତ୍ ବର୍ଷ 2025ର ଦୀପାବଳି ପର୍ବର ତାରିଖକୁ ନେଇ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ଦେଖାଦେଇଛି। କେହି କହୁଛନ୍ତି 20 ଅକ୍ଟୋବର, ଆଉ କେହି କହୁଛନ୍ତି 21 ଅକ୍ଟୋବର। ତେଣୁ ଆଜି ଆମେ ଆପଣମାନଙ୍କୁ ଦୀପାବଳି ଓ ଧନତେରସ ପର୍ବର ସଠିକ୍ ତାରିଖ ଏବଂ ଶୁଭ ସମୟ ବିଷୟରେ ଜଣାଇବୁ। ସେଥିସହ ଆମେ ଜାଣିବା ଏହି ପବିତ୍ର ଅବସରରେ କ'ଣ କାର୍ଯ୍ୟ କରିବା ଅନୁଚିତ, କେଉଁ ଜିନିଷ ଘରକୁ ଆଣିଲେ ଶୁଭ ଓ କେଉଁଗୁଡ଼ିକ ଘରକୁ ଆଣିବା ଅଶୁଭ ହୋଇଥାଏ। ଶେଷରେ ଆମେ ଜାଣିବା ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ସରଳ ଉପାୟ ଓ ଶୁଭ ଅଶୁଭ ରାଶିଫଳ ବିଷୟରେ। ତେବେ ତାହା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିନିଅନ୍ତୁ ଏବଂ ଯଦି ଆପଣମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ବର୍ତ୍ତମାନ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ବନ୍ଧୁଗଣ, ଆସନ୍ତୁ ଜାଣିବା। ସର୍ବପ୍ରଥମେ ଜାଣିନେବା ପବିତ୍ର ଧନତେରସ ଓ ଦୀପାବଳିର ତାରିଖ ଓ ଶୁଭ ମୁହୂର୍ତ୍ତ। ଧନତେରସ କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ଏହି ବର୍ଷ ଅକ୍ଟୋବର 18 ଅର୍ଥାତ୍ ଆସନ୍ତା ସପ୍ତାହ ଶନିବାର ଦିନ 12:18 ଆରମ୍ଭ ହୋଇ ଅକ୍ଟୋବର 19 ତାରିଖ ରବିବାର ଦିନ 1:51 ପର୍ଯ୍ୟନ୍ତ ଲାଗି ରହିବ। ସେଥିପାଇଁ ଧନତେରସ ପର୍ବ 18 ଅକ୍ଟୋବର ଶନିବାର ଦିନ ପାଳନ କରାଯିବ। ଧନତେରସ ପୂଜାର ଶୁଭ ସମୟ ଏହା ରହିଛି 18 ଅକ୍ଟୋବର ଶନିବାର ସନ୍ଧ୍ୟା 6:55 ସନ୍ଧ୍ୟା 7:49 ପର୍ଯ୍ୟନ୍ତ। ଏହି ସମୟରେ ଆପଣମାନେ ପବିତ୍ର ଧନତେରସ ପୂଜା ବିଧି ଅନୁସାରେ ପାଳନ କରିପାରିବେ। ଏବେ ଆସନ୍ତୁ ଜାଣିବା ଦୀପାବଳି ପର୍ବ କେଉଁଦିନ ପଡ଼ୁଛି। ଏହି ବର୍ଷ ଅମାବାସ୍ୟା ତିଥି ଅର୍ଥାତ୍ ଦୀପାବଳି ଅମାବାସ୍ୟାର ତିଥି 20 ଅକ୍ଟୋବର ସୋମବାର ଦିନ 3:44 ଆରମ୍ଭ ହୋଇ 21 ଅକ୍ଟୋବର ମଙ୍ଗଳବାର ସନ୍ଧ୍ୟା 5:54 ପର୍ଯ୍ୟନ୍ତ ଲାଗି ରହିବ। ତେଣୁ ଏହି ବର୍ଷ ଦୀପାବଳି ପର୍ବ ଅକ୍ଟୋବର 21 ମଙ୍ଗଳବାର ଦିନ ପାଳନ କରାଯିବ। ଏବେ ଆସନ୍ତୁ ଜାଣିବା ଦୀପାବଳି ଓ ଧନତେରସ ପର୍ବ ଦିନ କେଉଁ ସବୁ କାର୍ଯ୍ୟଗୁଡ଼ିକ କରିବା ଅନୁଚିତ, ଯାହାଦ୍ୱାରା ଆମର ଅନିଷ୍ଟ ହୋଇଥାଏ। ପ୍ରଥମେ ଅସନା ବସ୍ତୁ ଘରେ ରଖନ୍ତୁ ନାହିଁ। ଧନତେରସ ପୂର୍ବରୁ ଘର ସଫା କରି ଅପବିତ୍ର କିମ୍ବା ଭଙ୍ଗା ବସ୍ତୁ ବାହାର କରିଦିଅନ୍ତୁ। ଏହା ନ କଲେ ସକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରିପାରେ ନାହିଁ। ମୁଖ୍ୟ ଦ୍ୱାର ସାମ୍ନାରେ ଅଦରକାରୀ ବସ୍ତୁ ରଖନ୍ତୁ ନାହିଁ। ଘରର ମୁଖ୍ୟ ଦ୍ୱାର ମାଧ୍ୟମରେ ବା ମୁଖ୍ୟ ଦ୍ୱାର ସମ୍ମୁଖରେ ଆପଣମାନେ କୌଣସି ଅଦରକାରୀ ଜିନିଷ ଯେମିତିକି ଭାଙ୍ଗି ଯାଇଥିବା ଫର୍ଣ୍ଣିଚର ବା ଭଙ୍ଗା କାଚ ଏମିତି କିଛି ଜିନିଷ ରଖନ୍ତୁ ନାହିଁ। କାରଣ ଘରର ମୁଖ୍ୟ ଦ୍ୱାର ମାଧ୍ୟମରେ ମା ଲକ୍ଷ୍ମୀ ଗୃହ ମଧ୍ୟକୁ ପ୍ରବେଶ କରିଥାନ୍ତି। ତେଣୁ ଏହି ସ୍ଥାନ ସଫାସୁତୁରା ରହିବା ନିତାନ୍ତ ଆବଶ୍ୟକ। କେବଳ କୁବେର ମହାରାଜଙ୍କୁ ଏହି ଦିନ ପୂଜା କରନ୍ତୁ ନାହିଁ। ଆପଣମାନେ ଏଥିସହିତ ମା ଲକ୍ଷ୍ମୀ ଓ ଭଗବାନ ଧନୱନ୍ତରୀଙ୍କର ପୂଜା କରନ୍ତୁ, ଯାହାଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥାଏ ଏବଂ ଆପଣଙ୍କର ଧନ ସମ୍ପଦ ମଧ୍ୟ ବୃଦ୍ଧି ପାଇଥାଏ। କାଚ, ପ୍ଲାଷ୍ଟିକ୍ ବା ନକଲି ବସ୍ତୁ କିଣନ୍ତୁ ନାହିଁ। ଧନତେରସ ଦିନ ସୁନା, ଚାନ୍ଦି ବା ପିତ୍ତଳର ବସ୍ତୁ କିଣିବା ଶୁଭ ମନାଯାଇଥାଏ। କିନ୍ତୁ ଏହିଭଳି ଭାବରେ କାଚ, ପ୍ଲାଷ୍ଟିକ୍ ବା ନକଲି ବସ୍ତୁ ଇତ୍ୟାଦି କିଣାକିଣି କରନ୍ତୁ ନାହିଁ। ଏଥିସହିତ ନକଲି ମୂର୍ତ୍ତିର ପୂଜା ଏହି ଧନତେରସ ବା ଦୀପାବଳି ଦିନ କରନ୍ତୁ ନାହିଁ। ଆପଣ ଚାହିଁଲେ ସୁନା, ଚାନ୍ଦି ବା ମାଟିରେ ତିଆରି ମା ଲକ୍ଷ୍ମୀଙ୍କର ମୂର୍ତ୍ତି ପୂଜା କରନ୍ତୁ। ଏବେ ଆସନ୍ତୁ ଜାଣିବା କେଉଁ ସବୁ ବସ୍ତୁ ଯାହାକୁ ଘରକୁ ଆଣିବା ଉଚିତ ନୁହେଁ। ନମ୍ବର 1, ଲୁହାରେ ତିଆରି ବସ୍ତୁ। ରାହୁ ଗ୍ରହର ପ୍ରଭାବ ଏହାଦ୍ୱାରା ବଢ଼ିଥାଏ।
ତେଣୁକରି ଲୁହା ନିର୍ମିତ ବସ୍ତୁ ଏହି ଦିନ ଘରକୁ କେବେ ହେଲେ ଆଣନ୍ତୁ ନାହିଁ। ନମ୍ବର 2ରେ ରହିଛି କାଚ ବା ଭଙ୍ଗା ଆଇନା। ଏହିସବୁ ଜିନିଷ ଘରୁ ବାହାର କରିଦିଆଯାଇଥାଏ। ଭଙ୍ଗା କାଚ ବା ଭଙ୍ଗା ଆଇନା ଇତ୍ୟାଦି ଘରୁ ଏହି ଶୁଭ ଅବସରରେ ବାହାର କରିଦିଆଯାଇଥାଏ। ତେଣୁକରି ଏହା ସହିତ କାଚ ନିର୍ମିତ ବସ୍ତୁ ବା ଏମିତି କୌଣସି ଜିନିଷ ଧାରୁଆ ଜିନିଷ ଗୃହ ମଧ୍ୟକୁ ଏହି ଦିନ ଆଣିବା ଅନୁଚିତ। ଏଥିସହିତ ଏହି ଶୁଭ ଅବସରରେ ଆଲୁମିନିୟମ ବସ୍ତୁ ଯେମିତିକି ଆଲୁମିନିୟମରେ ତିଆରି ହୋଇଥିବା ବାସନକୁସନ ଇତ୍ୟାଦି ଗୃହକୁ ଆଣିବା ଅନୁଚିତ। ଏହାଦ୍ୱାରା ଆପଣଙ୍କର ଶୁଭଗ୍ରହ ପ୍ରଭାବିତ ହୋଇଥାଏ। ଏଥିସହିତ କଳା ରଙ୍ଗର ଜିନିଷ ଏହି ଶୁଭ ଅବସରରେ ଗୃହ ମଧ୍ୟକୁ ଆଣିବା ଅନୁଚିତ। ଏହାଦ୍ୱାରା ଗୃହ ମଧ୍ୟକୁ ଦୁର୍ଭାଗ୍ୟ ଆସିଥାଏ। ଏବଂ ତେଲ ବା ଘିଅ, ସାଧାରଣତଃ ଦୀପାବଳିର କଥା ହେଲେ ଆମେ ଦୀପର ବା ଦୀପ ଜାଳିବାର ଅର୍ଥକୁ ବୁଝାଇଥାଉ। ଯେମିତିକି ବିନା ଘିଅରେ ଆପଣମାନେ ଦୀପ ଜାଳିପାରିବେ ନାହିଁ ବା ବିନା ତେଲରେ ଆପଣମାନେ ଦୀପ ଜାଳିପାରିବେ ନାହିଁ। ତେଣୁକରି ଏହି ଦିନ ତେଲ ବା ଘିଅ ଇତ୍ୟାଦି ଆଣନ୍ତୁ ନାହିଁ। ଆପଣଙ୍କ ମନରେ ପ୍ରଶ୍ନ ଥିବ ଯେ ବିନା ତେଲ ବା ଘିଅ ଘରକୁ ଆଣି ଆମେ କେମିତି ଦୀପାବଳି ପର୍ବ ପାଳନ କରିପାରିବା? କିନ୍ତୁ ପ୍ରକୃତରେ ଶାସ୍ତ୍ର ଅନୁସାରେ ଯଦି ଆପଣ ଦେଖିବା ପାଇଁ ଯିବେ ତାହେଲେ ତେଲ ବା ଘିଅ ଦୀପାବଳି ପୂର୍ବରୁ ବା ଧନତେରସ ପୂର୍ବରୁ କିଣିକରି ରଖିନିଅନ୍ତୁ, ଯାହାଦ୍ୱାରା ଆପଣଙ୍କର ମଙ୍ଗଳ ହୋଇଥାଏ। ଆପଣଙ୍କ ଗୃହକୁ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ଏବେ ଆସନ୍ତୁ ଜାଣିବା ଶୁଭ ବସ୍ତୁ। ଏମିତି କିଛି ଜିନିଷ ରହିଛି ଯାହା ଆପଣ ଘରକୁ ଆଣିଲେ ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ସେଥିମଧ୍ୟରେ ପ୍ରଥମ ଜିନିଷଟି ରହିଛି ଧନିଆ। ଅକ୍ଷତ ଧନିଆ ଯଦି ଆପଣମାନେ ଏହି ଧନତେରସର ଅବସରରେ କିଣି ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରୁଛନ୍ତି ତାହେଲେ ଆପଣଙ୍କର ଭାଗ୍ୟରେ ପରିବର୍ତ୍ତନ ଆସିବ ଏବଂ ମା ଲକ୍ଷ୍ମୀ ଆପଣଙ୍କ ଗୃହ ମଧ୍ୟରୁ କେବେ ବି ତ୍ୟାଗ ହେବେ ନାହିଁ। ଏଥିସହିତ ଲକ୍ଷ୍ମୀ ଗଣେଶଙ୍କର ମୂର୍ତ୍ତି ଯଦି ଆପଣ ଏହି ଶୁଭ ଅବସରରେ ଗୃହ ମଧ୍ୟକୁ ଆଣୁଛନ୍ତି ତାହେଲେ ଆପଣଙ୍କର ମଧ୍ୟ ମଙ୍ଗଳ ହୋଇଥାଏ। ଯଦି ଆପଣଙ୍କ ଗୃହରେ ଆଗରୁ ଲକ୍ଷ୍ମୀ ଓ ଗଣେଶଙ୍କର ମୂର୍ତ୍ତି ଅଛି ତାହେଲେ ଆପଣଙ୍କୁ ଆଣିବା ଦରକାର ନାହିଁ। ଯଦି ଆପଣଙ୍କ ଗୃହରେ ନାହିଁ ତାହେଲେ ଏହି ଶୁଭ ସମୟରେ ଆପଣ ଏହି ଲକ୍ଷ୍ମୀ ଓ ଗଣେଶଙ୍କର ମୂର୍ତ୍ତି ଆଣି ଯଦି ଆପଣଙ୍କ ଘରେ ସ୍ଥାପନ କରୁଛନ୍ତି ଏହାଦ୍ୱାରା ଆପଣଙ୍କର ଆଗାମୀ ଭବିଷ୍ୟତ ଉଜ୍ଜଳ ହେବା ସହିତ ଧନ ସମ୍ପଦ ବୃଦ୍ଧି ହୋଇଥାଏ ଏବଂ ଆପଣଙ୍କୁ ସବୁ ସକାରାତ୍ମକ ଶକ୍ତି ଆପଣଙ୍କ ଗୃହ ମଧ୍ୟକୁ ପ୍ରବେଶ କରିଥାଏ, ଯାହାଦ୍ୱାରା ଆପଣଙ୍କ ଭାଗ୍ୟରେ ଉନ୍ନତି ହୋଇଥାଏ। ଏହାପରେ ରହିଛି ଆଭୂଷଣ। ସୁନା କିମ୍ବା ଚାନ୍ଦିରେ ନିର୍ମିତ ହୋଇଥିବା ଜିନିଷ ବା ଅଳଙ୍କାର, ଆଭୂଷଣ ଇତ୍ୟାଦି ଯଦି ଆପଣ ଏହି ଦିନ କିଣୁଛନ୍ତି ତାହେଲେ ଏହା ଆହୁରି ମଧ୍ୟ ଭଲ ଫଳ ପ୍ରଦାନ କରିଥାଏ। ସାଧାରଣତଃ ଲୋକମାନେ ଏହି ଦିନଟାକୁ ଅପେକ୍ଷା କରିଥାନ୍ତି ସୁନାର ନିର୍ମିତ ହେଉ ବା ଚାନ୍ଦିର ନିର୍ମିତ କିଛି ଜିନିଷ କିଣାକିଣି କରିବା ପାଇଁ, କିନ୍ତୁ ଏହା ଆପଣ ଆପଣଙ୍କର ସାମର୍ଥ୍ୟ ଅନୁସାରେ କିଣିପାରିବେ। ଏଥିସହିତ ଶଙ୍ଖ ପୂଜା ସମୟରେ ବଜାଇଲେ ଯଦି ଆପଣ ଆପଣଙ୍କ ଗୃହରେ ପୂଜା କରୁଛନ୍ତି ଏବଂ ଏହି ସମୟରେ ଶଙ୍ଖ ବଜାଉଛନ୍ତି ତାହେଲେ ଏହାଦ୍ୱାରା ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ତେଣୁ ଆପଣ ଆପଣଙ୍କ ଘରକୁ ଶଙ୍ଖଟିଏ ନିଶ୍ଚିନ୍ତ ଭାବରେ ଆଣନ୍ତୁ। ଯଦି ଆପଣଙ୍କ ଗୃହରେ ଆଗରୁ ତାହେଲେ ଶଙ୍ଖ ରହିଛି ତାହେଲେ ଆଣିବା ଦରକାର ନାହିଁ। ଯଦି ନାହିଁ ଏହି ଶୁଭ ଅବସରରେ ନିଶ୍ଚୟ ଶଙ୍ଖଟିଏ କିଣି ଆପଣଙ୍କ ଗୃହରେ ବା ଆପଣଙ୍କର ପୂଜା ଗୃହରେ ରଖନ୍ତୁ। ଏହାପରେ ରହିଅଛି ଝାଡ଼ୁ। ଝାଡ଼ୁ ହେଉଛି ମହାଲକ୍ଷ୍ମୀଙ୍କର ପ୍ରତୀକ। ତେଣୁ ଧନତେରସ ଦିନ ନୂଆ ଝାଡ଼ୁ କିଣନ୍ତୁ ଏବଂ ଦୀପାବଳି ଦିନ ଏହାର ବ୍ୟବହାର କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ଅତ୍ୟନ୍ତ ଶୁଭ ଫଳ ମିଳିଥାଏ। ଏହାପରେ ରହିଅଛି ଲବଣ। ଲବଣ ଅର୍ଥାତ୍ ଖାଇବା ଲୁଣ। ଆପଣ ଯଦି ଏହି ଦିନ ଲୁଣ କିଣିକରି ଆଣୁଛନ୍ତି ଏହି ଦୀପାବଳି ଅବସରରେ ଏବଂ ଏହାର ବ୍ୟବହାର କରୁଛନ୍ତି ତାହେଲେ ଏହାଦ୍ୱାରା ଧନ ଆକର୍ଷିତ ହୋଇଥାଏ। ଏହାପରେ ରହିଅଛି ଦୀପାବଳି ଦିନ କେଉଁ ସବୁ ଶୁଭ କାମ କରିବା ଉଚିତ। ଘରର ମୁଖ୍ୟ ଦ୍ୱାରରେ ନିଶ୍ଚିନ୍ତ ଭାବରେ ଏହି ଦୀପାବଳି ଦିନ ଦୀପ ଜଳାନ୍ତୁ। ମୁଖ୍ୟ ଦ୍ୱାରର ଦୁଇ ପାର୍ଶ୍ୱରେ ଦୀପ ଜାଳିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଗୃହକୁ ପ୍ରବେଶ କରିଥାନ୍ତି।
ଏହି ଦୀପାବଳି ଅବସରରେ ବା ଧନତେରସ ଅବସରରେ ଆପଣ ଯେତେବେଳେ ଗୃହକୁ ସଫାସୁତୁରା କରୁଛନ୍ତି, ଏହାପରେ ଆପଣମାନେ ଗଙ୍ଗାଜଳ ଛିଞ୍ଚି ନିଶ୍ଚିନ୍ତ ଭାବରେ ପବିତ୍ର କରିନିଅନ୍ତୁ ଏବଂ ଦୀପାବଳି ଅବସରରେ ଶିବଲିଙ୍ଗ ପାଖରେ ମଧ୍ୟ ଦୀପ ଜଳାଇବା ପାଇଁ ଭୁଲନ୍ତୁ ନାହିଁ। ଏହାଦ୍ୱାରା ଅକ୍ଷୟ ପୁଣ୍ୟ ମିଳିଥାଏ। ଆହୁରି ଯଦି ଆପଣ ଆପଣଙ୍କ ଗୃହର ସାମ୍ନାରେ ରଙ୍ଗୋଲି କରୁଛନ୍ତି, ତାହେଲେ ଏହି ଶକ୍ତି ଆପଣଙ୍କ ଗୃହକୁ ସକାରାତ୍ମକ ଉର୍ଜା ଦେଇଥାଏ, ଯାହାଦ୍ୱାରା ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଗୃହକୁ ଆଗମନ କରିଥାନ୍ତି। ଏବେ ଆସନ୍ତୁ ଜାଣିନେବା ଏହି ଶୁଭ ଅବସରରେ ଅର୍ଥାତ୍ ଏହି ଦୀପାବଳି ଅମାବାସ୍ୟା ପରଠାରୁ କେଉଁ ସବୁ ରାଶିର ବ୍ୟକ୍ତି ବିଶେଷମାନଙ୍କ ଭାଗ୍ୟରେ ଶୁଭ ସମୟ ଆସିବା ପାଇଁ ଯାଉଅଛି। ପ୍ରଥମତଃ ଯେକୌଣସି ପର୍ବପର୍ବାଣୀ ହେଉ ବା ଯେକୌଣସି ଶୁଭ ମୁହୂର୍ତ୍ତ ହେଉ, ଏହାର ମହାସଂଯୋଗ ରାଶିଚକ୍ରରେ ରହିଥିବା 12 ଗୋଟି ରାଶିମାନଙ୍କ ମଧ୍ୟରୁ ସମସ୍ତ ରାଶିର ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ। ଯଦି ଆପଣ ଦେଖିବା ପାଇଁ ଚାହିଁବେ ଶୁଭ ଅଶୁଭ ରାଶି କଥା, ତାହେଲେ 12ଟି ରାଶି ମଧ୍ୟରୁ କେବଳ 8ଟି ରାଶିର ବ୍ୟକ୍ତି ବିଶେଷମାନଙ୍କ ଉପରେ ଏହି ଦୀପାବଳି ପର୍ବଠାରୁ ମା ଲକ୍ଷ୍ମୀଙ୍କର ଶୁଭ କୃପା ପଡ଼ିବା ପାଇଁ ଯାଉଅଛି, ଯାହାଦ୍ୱାରା ଏହି ରାଶିର ବ୍ୟକ୍ତି ବିଶେଷମାନେ ଏହି ଦୀପାବଳି ପର୍ବଠାରୁ ସେମାନଙ୍କ ଭାଗ୍ୟରେ ପବିତ୍ର ଚମତ୍କାର ଦେଖିବା ପାଇଁ ଯାଉଛନ୍ତି, ଯାହାଦ୍ୱାରା ମା ଲକ୍ଷ୍ମୀ ଏମାନଙ୍କର ଉପରେ ପ୍ରସନ୍ନ ହେବେ। ଏହି ମହାସଂଯୋଗ ଦୀର୍ଘ 201 ବର୍ଷ ପରେ ଏହି ବର୍ଷ ଦୀପାବଳି ଅମାବାସ୍ୟାରେ ପଡ଼ୁଅଛି। ତେବେ ଆସନ୍ତୁ ଜାଣିନେବା ସେହି ସବୁ ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ। ଏହି ଭାଗ୍ୟଶାଳୀ ରାଶିମାନଙ୍କ ମଧ୍ୟରେ ପ୍ରଥମେ ରହିଛନ୍ତି ମେଷ ରାଶି, ଦ୍ୱିତୀୟରେ ରହିଛନ୍ତି ମିଥୁନ ରାଶି, ତୃତୀୟରେ ରହିଛନ୍ତି ସିଂହ ରାଶି, ଚତୁର୍ଥରେ ରହିଛନ୍ତି କନ୍ୟା ରାଶି, ପଞ୍ଚମରେ ରହିଛନ୍ତି ବିଛା ରାଶି, ଷଷ୍ଠରେ ରହିଛନ୍ତି ଧନୁରାଶି, ସପ୍ତମରେ ରହିଛନ୍ତି ମକର ରାଶି ଏବଂ ଶେଷରେ ଅର୍ଥାତ୍ ଅଷ୍ଟମରେ ରହିଛନ୍ତି ମୀନ ରାଶି। ତେବେ ବନ୍ଧୁଗଣ, ଆଶା କରୁଛୁ ଆପଣମାନଙ୍କୁ ଦୀପାବଳି ଅବସରରେ ଏହି ଭିଡ଼ିଓଟି ନିଶ୍ଚୟ ପସନ୍ଦ ଆସିଥିବ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ପସନ୍ଦ ଆସିଥାଏ, ତାହେଲେ ଭିଡ଼ିଓକୁ ନିଶ୍ଚୟ ଲାଇକ୍ କରନ୍ତୁ, ଆପଣଙ୍କ ପ୍ରିୟଜନମାନଙ୍କ ସହିତ ସେୟାର କରନ୍ତୁ। ଏଥିସହିତ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ। ଧନ୍ୟବାଦ।